ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ଝାନ୍ସୀରାଣୀ ଲକ୍ଷ୍ମୀବାଇ, ଏହିପରି ବହୁତ ବଡ଼ ବଡ଼ ଦେଶପ୍ରେମୀ ମାନେ ସେମାନେ ଏହି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ତାଙ୍କର ଜୀବନକୁ ସେମାନେ ଜଳାଞ୍ଜଳି ଦେଇଥିଲେ। ତାପରେ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ଲାଲ ବାଲ ଏମାନେ ଶେଷରେ ସମସ୍ତେ ମିଶି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବାରୁ ଶହ ଶହ ହଜାର ହଜାର ଲୋକ ଏହି ସ୍ୱାଧୀନତା ଆନ୍ଦୋଳନରେ ଆସି ମିଶିଥିଲେ। ଫଳରେ 1947 ମସିହା ଅଗଷ୍ଟ 15 ତାରିଖ ଆମ ଦେଶ ସ୍ୱାଧୀନତା ଲାଭ କରିଥିଲା। ଆଜି ଆମେ ସ୍ୱାଧୀନ ଭାରତର ନାଗରିକ। ଏହି ସ୍ୱାଧୀନ ଭାରତର ନାଗରିକ ହିସାବରେ ଆମେ ଆମର କର୍ତ୍ତବ୍ୟ ଗୁଡ଼ିକ କରିବା, ଯେପରି ଆମର ଦେଶକୁ ସମ୍ମାନ ଦେବା, ପତାକାକୁ ସମ୍ମାନ ଦେବା, ପିତାମାତାଙ୍କୁ ସମ୍ମାନ ଦେବା ଏବଂ ପରିବେଶ ସୁରକ୍ଷା କରିବା, ତାପରେ ନିରକ୍ଷରତା ଦୂର କରିବା, ଭଲ ପାଠ ପଢ଼ିବା, ଭଲ ମଣିଷ ହେବା, ଏହିପରି କାମ ଗୁଡ଼ିକ ଆମେ କରିବାକୁ ପଡ଼ିବ। ଆମର ପୂର୍ବପୁରୁଷମାନେ ଏହିପରି ଭଲ କାମ କଲେ ଆମକୁ ଖୁସି ହେବେ ଓ ଆମ ଦେଶ ଆଗକୁ ଯିବ। ଏତିକି କହି ମୁଁ ରହୁଛି। ଜୟ ହିନ୍ଦ, ଜୟ